କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ମିଶନ ଶକ୍ତିର ଶୁଭାରମ୍ଭ ସମାବେଶ ଅନୁଷ୍ଠିତ। ମିଶନ ଶକ୍ତି ବିପିସି ବୈଦ୍ୟନାଥ ମଲ୍ଲିକ ନେତୃତ୍ୱରେ ସ୍ଥାନୀୟ ବିଡିଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହାସହ ସାଂସଦ ପ୍ରତିନିଧି ମନୋଜ କୁମାର ସାବତ, କୋଟଗଡ଼ ବ୍ଲକ ବିଜେଡି ସଭାପତି ଷ୍ଟିଫେନ ପ୍ରଧାନ, ସିଡିପିଓ ପି ହରଲକ୍ଷ୍ମୀ, ମିଶନ ଶକ୍ତି ବ୍ଲକ ଫେଡେରେସନ ସଭାନେତ୍ରୀ ନୁରା ରଣା, ସମ୍ପାଦିକା ସାଧବାଣୀ ବେହେରା, OLM BPM ରମାକାନ୍ତ ବେହେରା, BLC ପ୍ରେମାନନ୍ଦ ବଳିଆର ସିଂ, ସ୍ଥାନୀୟ ସରପଞ୍ଚ ଶ୍ଵେତ ଲିନା ସୁକା ମାଝୀ ସମେତ ଏକାଧିକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ପ୍ରଥମେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ମିଶନ ଶକ୍ତି କର୍ମୀ। ଏଥିରେ ମିଶନ ଶକ୍ତି ବିପିସି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ୟାକେଜର ଘୋଷଣା କରିଥିଲେ। ସେଗୁଡ଼ିକ ହେଲା ମିଶନ ଶକ୍ତି 336 ସ୍ୱୟଂ ସହାୟିକା ଗ୍ରୁପର 13,26,000 ସୁଧ ଟଙ୍କା ଫେରସ୍ତ ଓ ୟୁନିଫର୍ମ ଖର୍ଚ୍ଚ 1,000 ଟଙ୍କା ପ୍ରତି ସ୍ୱୟଂ ସହାୟିକା ମହିଳା ଓ ସଭାନେତ୍ରୀଙ୍କୁ ବ୍ଲେଜର ପାଇ 2,000 ଟଙ୍କା ପ୍ରଦାନ ଏବଂ ବିନା ସୁଧରେ ଋଣ 5 ଲକ୍ଷରୁ ବୃଦ୍ଧି କରି 10 ଲକ୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା। କନ୍ଧମାଳ ଜିଲ୍ଲା କୋଟଗଡ଼ରୁ ପିଙ୍କୁ ନାୟକଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।